ଆଜ୍ଞା ନମସ୍କାର, ଚନ୍ଦନ ପାଲ। ଗୋଟେ ଡିକାର୍ବୋନେସନ୍ ପାଇଁ ଆସିଛି ଗୋଟେ ପୋଲୋ ଗାଡ଼ି, ଭୋଲ୍ସୱାଗନ୍ କମ୍ପାନୀର ପୋଲୋ ଗାଡ଼ି। ନମ୍ବରଟା ତ ବହୁତ ବଢ଼ିଆ ହେଇଛି, 0007 ଜେମ୍ସ ବଣ୍ଡ ନମ୍ବର। ଦେଖିବାକୁ ଏୟାର ଫିଲ୍ଟର ଦେଇକି ଆମେ ହାଇଡ୍ରୋଜେନ୍ ଇଞ୍ଜିନ୍ ଭିତରକୁ ଇଞ୍ଜେକ୍ଟ କରୁଛୁ। ହାଇଡ୍ରୋଜେନ୍ ହାଇ ଫ୍ଲେମେବୁଲ୍ ଅନବର୍ନ ଫ୍ୟୁଏଲ୍କୁ ପୂର୍ଣ୍ଣ ରୂପେ ବନ୍ଦ କରିଦିଏ, ତ ଇଞ୍ଜିନ୍ ଭିତରେ ଯେତେ ସବୁ ଅନବର୍ନ ଫ୍ୟୁଏଲ୍ ଅଛି ସବୁଗୁଡ଼ାକ କ୍ଲିୟର ହେଇଯାଉଛି। ଓବିଡି ସ୍କାନିଂ ହେଇଛି, ଗାଡ଼ିର ଆରପିଏମ୍ ଚେକ୍ ହେଉଛି, ଗାଡ଼ିର ବ୍ୟାକ୍ କମ୍ପ୍ରେସର ଚେକ୍ ହେଇଛି, ସ୍ମୋକ୍ ଚେକ୍ ହେଇଛି, ଏୟାର ଫିଲ୍ଟର ସଫା ହେଇକି ଡିକାର୍ବୋନେସନ୍ ଷ୍ଟାର୍ଟ ହେଇଯାଇଛି। ଏବେ ଗାଡ଼ିର ଆମେ ବ୍ୟାଟେରୀଠୁ ଆରମ୍ଭ କରିକି ଗାଡ଼ିର ଯେତେ ସବୁ ଇଲେକ୍ଟ୍ରିକାଲ ୱାୟାର, ସେନ୍ସର, ଚେକ୍ ଲାଇଟ୍ ସବୁକୁ ଚେକ୍ କରୁଛୁ ଆ ସହିତ। ଯାହାଫଳରେ ଗାଡ଼ିର ଯଦି କିଛି ପ୍ରୋବ୍ଲେମ୍ ଥିବ ତାହା ଆମେ କଷ୍ଟମରକୁ ଜଣାଇଦେବୁ। ଯଦି ଥର୍ମୋଷ୍ଟାଟ୍ ଭାଲ୍ଭ ଠିକ୍ ଟାଇମ୍ରେ ଓପନ୍ ହେଉନଥିବ, ଫ୍ୟାନ୍ ଠିକ୍ ଟାଇମ୍ରେ ଘୁରୁନଥିବ, ଅଲଗା କିଛି ଇସ୍ୟୁ ଥିବ ଯେମିତି ଅକ୍ସିଜେନ୍ ସେନ୍ସର, ଏୟାର ଫ୍ଲୋ ସେନ୍ସର ସବୁ ଜଣାଇ ଦିଆଯିବ। କିନ୍ତୁ ପ୍ୟାରାମିଟର ସବୁ ପ୍ରାୟ ଠିକ୍ ଅଛି, ଟାଇମିଂ ଠିକ୍ ଅଛି, ଓଭର ହିଟ୍ ହେଉନି, ଗାଡ଼ିର ଟେମ୍ପରେଚର ମେଣ୍ଟେନ୍ ଅଛି। ଡିକାର୍ବୋନେସନ୍ ସରିଲା ପରେ ତାଙ୍କୁ ଟେଷ୍ଟ ଡ୍ରାଇଭ୍ ଦେବା, ଆଉ କ'ଣ ସେ ଫିଲ୍ କଲେ ସେଇଟା ବି ଆମେ ଜଣାଇଦେବା।